ନିକୋଲସ୍ ପୁରନଙ୍କୁ ବୋଲିଂ କରିବାକୁ ଡରିଲେଣି ବୋଲର। ଏକାକୀ ଚେନ୍ନାଇ ଠାରୁ ଅଧିକ ଛକା ମାରି ଏବେ ଚର୍ଚ୍ଚାରେ। ଏକା ସାଙ୍ଗରେ ଭାଙ୍ଗିଲେ 5 ରେକର୍ଡ। ଆଇପିଏଲ୍ 2025ରେ ଚମତ୍କାର ଫର୍ମରେ ଅଛନ୍ତି ନିକୋଲସ୍ ପୁରନ। ସେ ଯେବେ ବି ବ୍ୟାଟିଂ କରିବାକୁ ଓହ୍ଲାଉଛନ୍ତି ଚୌକା ଛକା ବର୍ଷା ହେଉଛି। ମଙ୍ଗଳବାର ଖେଳାଯାଉଥିବା 21ତମ ମ୍ୟାଚ୍ରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ପୁରନ କେକେଆର୍ ବୋଲରଙ୍କୁ ଘାଇଲା କରି 36 ବଲ୍ରେ 87 ରନ୍ର ଇନିଂସ ଖେଳିଥିଲେ। ଏହି ଇନିଂସ ସେ ଅରେଞ୍ଜ କ୍ୟାପ୍ ଦୌଡ଼ରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ଏଥିସହିତ ସେ ଅନେକ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି। ଏକାକୀ ସେ ଚେନ୍ନାଇ ସୁପର କିଙ୍ଗ୍ସ ଅପେକ୍ଷା ଅଧିକ ଛକା ମାରିଛନ୍ତି। ଆସନ୍ତୁ ନଜର ପକାଇବା ପୁରନ କରିଥିବା ଏହି ମ୍ୟାଚ୍ରେ ରେକର୍ଡ। ଏହି ମ୍ୟାଚ୍ରେ ନିକୋଲସ୍ ପୁରନ ମାତ୍ର 21 ବଲ୍ରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହି ଖେଳାଳି ଗତ 5 ବର୍ଷ ମଧ୍ୟରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହି ଶତକରେ ସେ 7 ଥର ଅର୍ଦ୍ଧଶତକ ମାରିଛନ୍ତି। କେବଳ ଏତିକି ନୁହେଁ, ସେ ଆଇପିଏଲ୍ରେ 200 ଷ୍ଟ୍ରାଇକ୍ ରେଟ୍ରେ 7 ଥର 50+ ଇନିଂସ ଖେଳିଛନ୍ତି। ନିକୋଲସ୍ ପୁରନ ଆଇପିଏଲ୍ ଇତିହାସରେ ସ୍ପିନରଙ୍କ ବିପକ୍ଷରେ ସର୍ବାଧିକ ଷ୍ଟ୍ରାଇକ୍ ରେଟ୍ ସହିତ ଖେଳୁଥିବା ବ୍ୟାଟ୍ସମ୍ୟାନ୍। ସ୍ପିନ୍ ବିପକ୍ଷରେ ପୁରନ ଷ୍ଟ୍ରାଇକ୍ ରେଟ୍ 290 ରହିଛି। ନିକୋଲସ୍ ପୁରନ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ 87 ରନ୍ କରି ଆଇପିଏଲ୍ରେ ତାଙ୍କ ସର୍ବୋତ୍ତମ ସ୍କୋର କରିଥିଲେ। ନିକୋଲସ୍ ପୁରନ ଆଇପିଏଲ୍ରେ 2000 ରନ୍ ପୂରଣ କରିଛନ୍ତି। ଏହି ଖେଳାଳି 1199 ବଲ୍ରେ ଏହି ସଫଳତା ହାସଲ କରିଛନ୍ତି। ସେ ଆଇପିଏଲ୍ ଇତିହାସରେ ସର୍ବାଧିକ ଦ୍ରୁତତମ 2000 ରନ୍ ପୂରଣ କରିବାରେ ବାମହାତୀ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ତେବେ ସେ 1120 ବଲ୍ରେ ମଧ୍ୟ 2000 ରନ୍ କରିବା ରେକର୍ଡ ରସେଲଙ୍କ ନାମ ରହିଛି। ନିକୋଲସ୍ ପୁରନ 2022 ମସିହାରୁ ଏପର୍ଯ୍ୟନ୍ତ 100ଟି ଛକା ମାରିଛନ୍ତି। ଏହି ସଫଳତା ପାଇଥିବା ସେ ଏକମାତ୍ର ଖେଳାଳି। ତାଙ୍କ ପରେ ଶିବମ୍ ଦୁବେ 84ଟି ଛକା ମାରିଛନ୍ତି। ନିକୋଲସ୍ ପୁରନ ଏହି ସିରିଜ୍ରେ ଏପର୍ଯ୍ୟନ୍ତ 24ଟି ଛକା ମାରିଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ ସମ୍ପୂର୍ଣ୍ଣ ଦଳ ଏକାଠି ଏପର୍ଯ୍ୟନ୍ତ ଏତେ ଛକା ମାରିନଥିଲେ। ଚେନ୍ନାଇ ନାମରେ 23ଟି ଛକା ଅଛି। ପ୍ରକାଶ ଥାଉ କି ଲକ୍ଷ୍ନୌ ଦଳ ଏହି ସିରିଜ୍ରେ ଆଇପିଏଲ୍ରେ ସର୍ବାଧିକ 58ଟି ଛକା ମାରିଛି।